କୋକସରା ବ୍ଲକ ଲୁଡୁଗାଁର ଅଷ୍ଟମ ଲକ୍ଷ୍ମୀ ପୂଜା କୋକସରା କଳାହାଣ୍ଡି କୋକସରା ବ୍ଲକ ଲଡୁଗାଁ ଅଷ୍ଟଲକ୍ଷ୍ମୀ ପୂଜା ନସବରି ଗୁରୁବାର ବିଳମ୍ବିତ ରାତିରେ ସମ୍ପୂର୍ଣ୍ଣ ହୋଇଛି। ଚଳିତ ବର୍ଷ ପୂର୍ତ୍ତ ଅବସରରେ ଲଡୁଗାଁ ଲକ୍ଷ୍ମୀ ପୂଜା କମିଟିର ରୂପ୍ୟ ଜୟନ୍ତୀ ପାଳନ ସହ ଭବ୍ୟ ଆକାରରେ ଅଷ୍ଟଲକ୍ଷ୍ମୀ ପୂଜା ପାଳିତ ହୋଇଛି। ପୂଜା ମଣ୍ଡପରୁ ପୁରୀ ଶ୍ରୀ ମନ୍ଦିର ଆକାଶରେ ତିଆରି ହୋଇଥିବା ବେଳେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଅପୂର୍ବ ପରିବେଶ ଦେଖିବାକୁ ମିଳିଥିଲା। ଭକ୍ତଙ୍କ ନିମନ୍ତେ କଟିପ ପକ୍ଷରୁ ପୁରୀରୁ ଆସିଥିବା ଭୋଗ ବ୍ୟବସ୍ଥା ରହିଥିଲା। କୃତ କାରିଗର ମଧ୍ୟରେ ଲକ୍ଷ୍ମୀ ପୂଜାର ସମ୍ପୂର୍ଣ୍ଣ ବିବରଣୀ ଦେଖିବାକୁ ମିଳିଥିଲି। ଅଷ୍ଟମ ଲକ୍ଷ୍ମୀ ପୂଜା ଅବସରରେ କଳାହାଣ୍ଡି ଗୁରୁମା ନୂତନ ଓ ପୁରାତନ ଗୁମରା ପ୍ରତିଯୋଗିତା ହୋଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ମା ଲକ୍ଷ୍ମୀଙ୍କ ପୂଜା ସହିତ ମଣ୍ଡପରେ ତିନି ଠାକୁର ମଧ୍ୟ ପୂଜା ପାଉଥିଲେ। ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ସମାଗମ ହୋଇଥିଲେ। ପୂଜା ମଧ୍ୟରେ ମୀନା ବଜାର ସହ ଅନେକ ଦୋକାନ ବଜାର ରହିଥିଲା। ଲକ୍ଷ୍ମୀ ପୂଜାକୁ ପଣ୍ଡିତ ଗୋପାଳ ଠାକୁରଜୀ ତାଙ୍କ ସହପାଠୀ ପୂଜା କାର୍ଯ୍ୟ ସମାପନ କରିଥିଲେ। ପୂଜାକର୍ତ୍ତା ଭାବରେ ଅନୁପ ଅଗ୍ରୱାଲ, ମହାଲକ୍ଷ୍ମୀ ପୂଜାକର୍ତ୍ତା ବଜରଙ୍ଗୀ ଅଗ୍ରୱାଲ ଦାୟିତ୍ୱ ନିର୍ବାହ କରିଥିଲେ। ଅଷ୍ଟମ ଲକ୍ଷ୍ମୀ ପାର୍ଶ୍ୱକର୍ତ୍ତା ମୋହନ ଚରଣ ଦାସ, ସୁଧୀର କୁମାର ଦାସ, ରୀତିରଞ୍ଜନ ଦାସ, ରୂପ ସିଂ, ଢଙ୍ଗଦମ ମାଝୀ, ଜିତେନ୍ଦ୍ର ମାଝୀ, ଦୀପକ ଅଗ୍ରୱାଲ, ଗଣେଶ ତାଣ୍ଡି ଦାୟିତ୍ୱ ତୁଲାଇଥିଲେ। ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ରାଜୀବ ଅଗ୍ରୱାଲ ଅନ୍ୟାନ୍ୟ କାର୍ଯ୍ୟ ତୁଲାଇଥିବା କମିଟିର ସଭାପତି କିଶୋର ଚନ୍ଦ୍ର ଦାସ, ଉପସଭାପତି ମୋହନ ଚରଣ ଦାସ, ପବନ ଅଗ୍ରୱାଲ, ସମ୍ପାଦକ କନେଇ ଚରଣ ଦାସ, ସହ ସମ୍ପାଦକ ଶ୍ରୀମତୀ ପାଢୀ କିଶନ ଧଗଡା ମାଝୀ, କୋଷାଧ୍ୟକ୍ଷ ଅଖିଳ ଚନ୍ଦ୍ର ଦାସ, ଉପେନ୍ଦ୍ର ଦାସ ରହିଥିବା ବେଳେ ମହାଲକ୍ଷ୍ମୀ ପୂଜା କମିଟିର ପ୍ରମୁଖ ସହିତ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଓ ମହିଳାମାନେ ଅନେକ କାର୍ଯ୍ୟ ତୁଲାଇଥିଲେ। କୋକସରାରୁ ରିତେଶ ମୁଣ୍ଡାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।